ଶରଣାଗତ ଦିନାଥ ପରିତ୍ରାଣଂ ପରାୟଣେ ସର୍ବସାତେ ହରେ ଦେବୀ ମା ଶାରଦେ ଦେବୀ ନମସ୍ତୁତି। ଜୟ ମା ଶାରଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହବ। ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ଭଗବାନ କୃଷ୍ଣ ସଦାସର୍ବଦା ରାସଲୀଳା କରନ୍ତି। ରାସକୁ ଅନେକ ଗୋପୀ ମାନେ ଆସନ୍ତି। ପ୍ରଭୁ ଯାହାର ନାମ ଧରିକିନା ବଂଶୀରେ ବଜାନ୍ତି ସେ ଆଉ ରହିପାରନ୍ତିନି, ରାସଲୀଳାକୁ ଚାଲି ଆସନ୍ତି। କିନ୍ତୁ ପ୍ରଭୁ ଥରେ ଗୋପୀ ମାନଙ୍କୁ ପରୀକ୍ଷା କଲେ। କହିଲେ, ହେ ଗୋପୀ ମାନେ, ତମ ସ୍ୱାମୀ କି ଛାଡ଼ି ତମେ ରାସଲୀଳାକୁ କାହିଁକି ଆସୁଛ? ତମ ସ୍ୱାମୀ ହଉଛନ୍ତି ଦେବତା, ତମ ସ୍ୱାମୀ ହଉଛନ୍ତି ଠାକୁର। ତାଙ୍କୁ ଯଦି ତମେ ପୂଜା ଅର୍ଚ୍ଚନା କରିପାରିବ ଏ ସଂସାରରେ ତମେ ବଡ ହେଇଯିବ। କିନ୍ତୁ ଜଣେ ଗୋପୀଟିଏ ଥିଲା, କହିଲା, ପ୍ରଭୁ ଯଦି ମୋର ଗୋଟେ ପ୍ରଶ୍ନରେ ଆପଣ ଉତ୍ତର ଦେଇଦେବେ ତାହେଲେ ଆମେ ଆଉ କାଲିଠାରୁ କେହି ଆଉ ଆସିବୁନି। ପ୍ରଭୁ କହିଲେ ତାହେଲେ କୁହ, ତମର ପ୍ରଶ୍ନ କଣ ଆଗ କୁହ। ଗୋପୀଟି କହିଲା, ଜଣେ ପତିବ୍ରତା ନାରୀଟିଏ ଥାଏ। ସ୍ୱାମୀ କି ସଦାସର୍ବଦା ସେ ପ୍ରଣାମ କରେ, ସ୍ୱାମୀ କି ପୂଜା ଅର୍ଚ୍ଚନା କରେ, ସ୍ୱାମୀର ସେବା କରେ, ସ୍ୱାମୀର ଉଚ୍ଛିଷ୍ଟକୁ ବ୍ୟଞ୍ଜନ କରେ। କିନ୍ତୁ ସେଇ ପତିବ୍ରତା ନାରୀର ସ୍ୱାମୀ ଥରେ କିଛି ଦିନ ବାହାରକୁ ଯିବାକୁ ପଡିଲା। ଏଇ ସମୟରେ ସ୍ୱାମୀ ତା ସ୍ତ୍ରୀ କି କହିଲା, ଏଇ ଦେଖ, ମତେ 7-8 ଦିନ ପାଇଁ ବାହାରକୁ ଯିବାକୁ ପଡିବ, ଆଉ ତମେ ଏକା ରହିବ, କିନ୍ତୁ ମୁଁ 7-8 ଦିନ ପରେ ଫେରି ଆସିବି। କିଛି ଭୟ କରିବାର ତମର ଆବଶ୍ୟକତା ନାହିଁ। ସ୍ତ୍ରୀ ଜଣକ କହିଲା, ଭୟ କରିବାର କିଛି ନାହିଁ ସତ, କିନ୍ତୁ ମୁଁ ତମକୁ ସଦାସର୍ବଦା ପୂଜା ଅର୍ଚ୍ଚନା କରେ, ତମର ଉଚ୍ଛିଷ୍ଟ ବ୍ୟଞ୍ଜନ ବି କରେ, ଏବଂ ତମକୁ ପୂଜା ଅର୍ଚ୍ଚନା ନ କଲେ ମୁଁ ପାଣି ବି ଟିକେ ଗ୍ରହଣ କରେନି। ତମେ ଯଦି ବାହାରକୁ ଯିବ ମୁଁ କାହାକୁ ପୂଜା ଅର୍ଚ୍ଚନା କରିବି? ସେଇଠି ସ୍ୱାମୀ କହିଲା, ହେଇ ଦେଖ, ମୋର ଏଇ ଯୋଉ ଫଟୋ ଟିକି ଅଛି, ଏଇ ଫଟୋ ଟିକି ତମେ ଆଜିଠାରୁ ପୂଜା ଅର୍ଚ୍ଚନା କରିବ। ତାପରେ ମୁଁ ଆସିଲେ ମତେ ତମେ ଯେଉଁଭଳି ଭାବରେ ପୂଜା ଅର୍ଚ୍ଚନା କରୁଥିଲ ସେଇଭଳି ଭାବରେ ପୂଜା ଅର୍ଚ୍ଚନା କରିବ। ଗୋପୀ ଜଣକ କହିଲା, ପ୍ରଭୁ ସେଇ ଦିନ ଠାରୁ ସେଇ ପ୍ରତିବ୍ରତା ନାରୀଟି ତାର ସ୍ୱାମୀର ଫଟୋ ଟିକି ରଖି ସେ ପୂଜା ଅର୍ଚ୍ଚନା କରେ, ପୂଜା ଅର୍ଚ୍ଚନା କରିସାରିବା ପରେ ପାଣି ଗ୍ରହଣ କରେ। କିନ୍ତୁ ସେ ପୂଜା ଅର୍ଚ୍ଚନା କରୁଥିବା ସମୟରେ ତାର ସ୍ୱାମୀ ଆସି ଡାକିଲା। ହେଲେ କୁହନ୍ତୁ ପ୍ରଭୁ, ସେ ସେଇ ଫଟୋ ପାଖରେ ବସିବ ନା ତା ସ୍ୱାମୀ କି ଯାଇ ଦ୍ୱାରବନ୍ଧ ପାଖରୁ ପାଛୁଟି ଆଣିବ? ଭଗବାନ କୃଷ୍ଣ ଟିକେ ହସିଦେଲେ, କହିଲେ, ଫଟୋଟା ହଉଛି ଗୋଟାଏ ଡୁପ୍ଲିକେଟ। ଫଟୋଟା ଆଜି ଅଛି କାଲି ପାଣିରେ ମିଳେଇ ଯିବ, ଆଜି ଅଛି କାଲି ସେ ନିଆଁରେ ମଧ୍ୟ ପୋଡିଯିବ। କିନ୍ତୁ ତାର ଯେତେବେଳେ ତାର ପ୍ରକୃତ ସ୍ୱାମୀ ଆସିଲା ତାକୁ ସେ ପାଛୋଟି ଆଣିବାଟା ସେ ନାରୀର ହଉଛି ଧର୍ମ। ଗୋପୀ ଜଣକ ସେଇଠି ହାତ ଯୋଡି କହିଲା, ପ୍ରଭୁ ଏବେ ଆପଣଙ୍କର ଉତ୍ତର ହିଁ ଠିକ। କହିଲେ, ଆମ ସ୍ୱାମୀ ହଉଛନ୍ତି ସେଇଭଳି ଜଣେ ଫଟୋ ସଦୃଶ୍ୟ। ଆଜି ଅଛନ୍ତି କାଲି ସେ ନିଆଁରେ ପୋଡିକିନା ତାଙ୍କ ଶରୀର ଧ୍ୱଂସ ହେଇଯିବ।
আজি अच्छी काली से पानी रे भी मध्य बुड़ी जाई परिबे किंतु प्रकृत स्वामी होच तमे तमे होच आमर प्रकृत स्वामी राति पाउचे आज्ञा आमे समस्ते जय जगन्नाथ ये स्वामी बोली आमे कहूचे ये संसार रे पुरुष बोली कही नाती समस्ते होचंती गोटे लेखा ये नारी तेणु आमर प्रकृत स्वामी होचंती जगन्नाथ महाप्रभु आमर पिता होचंती सही जगन्नाथ महाप्रभु जेतेबेले शुभ कार्य पिंडदान हो बा शुभ कार्य चली थाए ब्राह्मण पचारिब ता बापा ता बापा ता बापा ता बापा शेष में कहते जगन्नाथ दास तेणु आमर परम पिता भी होचंती सही जगन्नाथ महाप्रभु ये कही मोर ये नीतिवाणी को मु शेष करुच्ची आजिकार अनुचिंता खाई सारिबा परे अईठा बासन उपरे बेसी समय आज्ञा ये बसंतुनी अशुभदायक खाई सारिबा परे अईठा बासन पाखरे बेसी समय ये बसिबेनी या अशुभदायक हब एतिकी कही मोर एई नीतिवाणी अनुचिंता को परिसमाप्त करुच्ची ये प्रणाम जय जगन्नाथ।